ନୟାଗଡ଼ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଏକ ହସ ଖୁସିର ପରିବାରକୁ ଛାରଖାର କରିଦେଇଛି। ଏହି ଦୁର୍ଘଟଣାରେ ବ୍ରହ୍ମପୁରର ଧୁବାବନ୍ଧ ହୁଡ଼ା ସାହିର ସୁମତି ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପଛରେ ରହିଯାଇଛନ୍ତି ଦୁଇ ଅନାଥ ସନ୍ତାନ। ବାପା ଆଗରୁ ଛାଡ଼ି ଚାଲିଯାଇଥିବା ବେଳେ ଏବେ ମାଆଙ୍କୁ ହରାଇ ଦୁଇ ଶିଶୁ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ନୟାଗଡ଼ ସଡ଼କ ଦୁର୍ଘଟଣାର କରୁଣ ଚିତ୍ର ଏବେ ବ୍ରହ୍ମପୁର ଧୁବାବନ୍ଧ ହୁଡ଼ା ସାହିରେ ଦେଖିବାକୁ ମିଳିଛି। ମୃତ ସୁମତି ସାହୁଙ୍କ ଜୀବନ ସଂଘର୍ଷ ଥିଲା ଓ ଅତି ଦୁଃଖଦାୟକ। 8 ବର୍ଷ ତଳେ ସ୍ୱାମୀ ଛାଡ଼ି ଚାଲିଯାଇଥିବା ପରେ ସୁମତି ଏକୁଟିଆ ଏକ ଘରୋଇ କମ୍ପାନୀରେ କାମ କରି ନିଜର 12 ବର୍ଷର ପୁଅ ଓ 10 ବର୍ଷର ଝିଅକୁ ପାଳୁଥିଲେ। ଗତକାଲି ରାତିରେ ସେ ପିଲାମାନଙ୍କୁ ମାମୁଁ ଘରେ ଛାଡ଼ି ବୁଲିବାକୁ ଯାଉଥିବା ବେଳେ ଆଜି ସକାଳେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୋ ନାଁ ଶୁଭାଙ୍ଗୀ। ମୁଁ 3ଟା ବେଳୁ ଜାଣିଲି। ଆମ ବଡ଼ ମମ୍ମି ଫୋନ୍ କରି କହିଲେ ଏମିତି ସେ ବସ୍ ଉଲ୍ଟି ପକେଇଛି କହିଲି। ବଡ଼ ମମ୍ମି କହିଲେ ମମ୍ମି ଏଇଠିକି 6ଟା ବେଳୁ ଆସିଥିଲେ। କହିଲେ ଆଇକି ବିଜାର କରୁନୁ ଆଉ ଖାଇ ପିଅ କରିକି ରହୁ। ଅଭିଜିତ ସାହୁ। ମମ୍ମି କହିଲେ ମୁଁ ବୁଲିବାକୁ ଯାଉଛି ଏକ ତାରିଖ ହିନ୍ଦୀ ଭାଇ ଘଟଗାଁ ତାରିଣୀ ଆଉ ହିନ୍ଦୀ ପୁରୀ ଏଇ ଆଉ କେତେଟା ଜାଗା ଯାଇଥିଲେ। ଆସନ୍ତା କାଲି 6ଟାରେ ମୋର ସାନ ଭଉଣୀ ଯାଇଛନ୍ତି ବୁଲିବାକୁ ଆମର ଘଟଗାଁ ତାରିଣୀ ଯାଇ ବୁଲାବୁଲି କରିବା ପାଇଁ ଯାଇଥିଲେ। ବାଟରେ ବସ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛନ୍ତି। ତାଙ୍କର ସାନ ଝିଅ ଗୋଟେ ଅଛନ୍ତି, ପୁଅ ଗୋଟେ ଅଛନ୍ତି। ତାଙ୍କର ଚଳିବାଟା ବହୁତ ମୁସ୍କିଲ। ତାଙ୍କର ବାପା ଛାଡ଼ିକିରି 8 ବର୍ଷ ହେବ। ତାଙ୍କର ମା ଚଳେଇ ଆଜି ଦିନ ତାଙ୍କୁ ପାର କରି ନେଉଥିଲେ। ଆଜି ତାଙ୍କର ମାଙ୍କର ମୃତ୍ୟୁ ଘଟିଛି। ତା ପାଇଁ ଦାୟୀ କିଏ ନାହାନ୍ତି। ସରକାର ତରଫରୁ ସହାୟତା କରନ୍ତୁ ଆମକୁ। ନିଜ ମମିକୁ ଝୁରି ଝୁରି ଝିଅ ସୁରଭି ଓ ପୁଅ ଅଭିଜିତଙ୍କ ଆଖିରୁ ଲୁହ ଶୁଖୁନାହିଁ। ମା ହିଁ ତାଙ୍କ ପାଇଁ ସବୁକିଛି ଥିଲେ। ହେଲେ ବିଧିର ବିଧାନ ଏବେ ସେମାନଙ୍କ ମୁଣ୍ଡ ଉପରୁ ମାଙ୍କ ସାହାରା ବି ଛଡ଼ାଇ ନେଇଛି। ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଅନାଥ ହୋଇଥିବା ଦୁଇ ଶିଶୁଙ୍କ ଭବିଷ୍ୟତ ପାଇଁ ସରକାର ସହାୟତା ଯୋଗାଇ ଦେବାକୁ ପରିବାର ଓ ସ୍ଥାନୀୟ ବିଧାୟକ ପ୍ରତିନିଧି ଅନୁରୋଧ କରିଛନ୍ତି। ବ୍ରହ୍ମପୁରରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଡୁମାଣି ଟିଭି।